ବହୁତ ଜଲ୍ଦି ଲାଗୁ ହେବାକୁ ଯାଉଛି ମୋଦି ସରକାରଙ୍କର ବହୁତ ସାରା ଯୋଜନା, ଯେଉଁ ଯୋଜନାରେ ଆପଣମାନେ ବହୁତ ସାରା ବେନିଫିଟ୍ ପାଇବେ ଏବଂ ଲାଭ ମଧ୍ୟ ପାଇବେ। ସେଥିପାଇଁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଷ୍ଟାର୍ଟ କରିବା। ଦେଖିପାରୁଥିବେ ଏଇ ଯେଉଁ ମୋଦି ସରକାରଙ୍କର ଏକ ସଂକଳ୍ପ ନିଆଯାଇଥିଲା ଇଲେକ୍ସନ୍ ପୂର୍ବରୁ, ଆପଣମାନେ ଦେଖିପାରୁଥିବେ ଟପ୍ 21 ପ୍ରମିଜ୍ ଦେଇଥିଲେ। ଆହୁରି ବହୁତ ସାରା ପ୍ରମିଜ୍ ଦେଇଛନ୍ତି, ଖାଲି ଟପ୍ରେ ଅଛି 21 ପ୍ରମିଜ୍। ସେଇ ଗୁଡ଼ାକ କହିଦେଉଛି। ପ୍ରଥମରେ ସୁଭଦ୍ରା ଯୋଜନା, ଯେଉଁ ଯୋଜନା ଦ୍ୱାରା ମହିଳାମାନେ ପାଇବେ 50,000 ଟଙ୍କା କ୍ୟାଶ୍ ଭାଉଚର, ଯାହା 2 ବର୍ଷ ମଧ୍ୟରେ ଖର୍ଚ୍ଚ କରିବେ। ଆଉ ଗୋଟେ ଏଇଠି ଦେଖିପାରୁଥିବେ ଭଲ ଭାବରେ, ୱି ଲଞ୍ଚ ସୁଭଦ୍ରା ଯୋଜନା ଆଣ୍ଡର ହୁଇଚ୍ ଏଭ୍ରି ଓମେନ୍ ଡି ରିସିଭ୍ ଭାଉଚର ଅଫ୍ 50,000। ତାପରେ ଦେଖିପାରୁଥିବେ ୱିଲ୍ ଷ୍ଟାର୍ଟ ସମୃଦ୍ଧ କୃଷକ ନୀତି ଆଣ୍ଡା, ଯେଉଁ ଯୋଜନା ଦ୍ୱାରା ଆପଣମାନେ ଧାନ କ୍ୱିଣ୍ଟାଲ 3100 ଟଙ୍କା ବିକିବେ ଏବଂ କଟଣି ଜଟଣି କିଛି ନାହିଁ ଏବଂ ଯାହା ଡାଇରେକ୍ଟ ଇଲେକ୍ଟ୍ରିକ୍ କଣ୍ଟାରେ ଓଜନ ହେବ। ଆଉ ଗୋଟେ ହେଉଛି ଲକ୍ଷପତି ଦିଦି 25 ଲାଖ ଲକ୍ଷପତି ଦିଦି ଓଡ଼ିଶା 2027 ଯେଉଁ SHG ମାନଙ୍କରୁ ସେମାନଙ୍କୁ ବହୁତ ସାରା ବେନିଫିଟ୍ ମିଳିବ, ଯାହା ବେନିଫିଟ୍ରେ ସେମାନେ ନିଜର କାମ ଆରମ୍ଭ କରିକି ଲକ୍ଷପତି ହେଇପାରିବେ। ଆଉ ଗୋଟେ ହେଉଛି ଯେଉଁ ଆମର ମାଛ ଚାଷମାନେ, ଯେଉଁମାନେ ମାଛ ଚାଷ କରନ୍ତି ସେମାନଙ୍କୁ ସରକାର ତରଫରୁ 10,000 ଟଙ୍କା ଲେଖା ଦିଆଯିବ। ଆଉ ବହୁତ ସାରା ବେନିଫିଟ୍ ରହିଛି। এই ବେନିଫିଟ୍ ଗୁଡ଼ା କହୁଛି ଟପ୍ରେ ଅଛି। ଆଉ ଗୋଟେ କଥା କହିଦେଉଛି, ଏସବୁ ଯୋଜନା ଧୀରେ ଧୀରେ ଆରମ୍ଭ ହେବ। ଯେଉଁ ସୁଭଦ୍ରା ଯୋଜନା ସେ ହେଉଛି ଅଗଷ୍ଟ ମାସ କତରୁ ଆରମ୍ଭ ହୋଇଯିବ। ଆଉ ଧାନ କ୍ୱିଣ୍ଟାଲଟା ଆପଣମାନେ ବର୍ତ୍ତମାନ ତ ପାଇବେନି, ଯାଇକି ଯେଉଁ ଖରିଫ ଋତୁ ଆସିବ, ଖରିଫ ଋତୁରେ ଆପଣଙ୍କର ଧାନ କ୍ୱିଣ୍ଟାଲ 3100 ଟଙ୍କା ରହିବ। ତାପରେ ଆଉ ଗୋଟେ ଅଛି ଯେଉଁ 1.5 ଲକ୍ଷ ଭ୍ୟାକେନ୍ସି ଗଭର୍ଣ୍ଣମେଣ୍ଟ ପୋଷ୍ଟ ଅଛି, ତାକୁ ଫୁଲଫିଲ୍ କରିବେ। ଏହା ବି ସଂକଳ୍ପ ନିଆଯାଇଛି। 1.5 ଲକ୍ଷ ଯେତିକି ଭ୍ୟାକେନ୍ସି ଅଛି, 1.5 ଲକ୍ଷ ଭ୍ୟାକେନ୍ସି ଅଛି, ତା ଗଭର୍ଣ୍ଣମେଣ୍ଟ ଫେୟାର ତା ପୁରା ଫିଲଫିଲ୍ ହେବ। ଆଉ ମେଡ଼ିକାଲ ଇଞ୍ଜିନିୟରିଂ କୋର୍ସ ଏଗୁଡ଼ାକ ସବୁ ଜିଲ୍ଲାର ରହିବ ଗୋଟେ। ଆଉ ଗୋଟେ ଅଛି ଗୋଟେ କେନ୍ଦୁପତ୍ର ତୋଳାଳି କଲ୍ୟାଣ ଯୋଜନା, ଯେଉଁ ଯୋଜନା ଦ୍ୱାରା ଗୋଟେ କେନ୍ଦୁପତ୍ରରେ ଆପଣ 2 ଟଙ୍କାରୁ ବିକିପାରିବେ। ଏମିତି ବହୁତ ସାରା ଯୋଜନା ଅଛି, ଯାହା ଯୋଜନାକୁ ମୁଁ ତ ଆପଣମାନଙ୍କୁ 5-6ଟା କହିଦେଲି, କିନ୍ତୁ 21ଟି ଯୋଜନା ଏମିତି ଅଛି। ତାପରେ ବି ବହୁତ ଗୁଡ଼ାକ ଅଛି। ତାପରେ ବି ଅଛି ଏଇ ଯେଉଁ ସୂର୍ଯ୍ୟଘର ଯୋଜନା, ଯେଉଁ ସୋଲାର ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଏବଂ ଆଉ ଗୋଟେ ବିଦ୍ୟାର୍ଥୀମାନଙ୍କୁ ଯେଉଁ ମାଧବ ସିଂ ହାତ ଖର୍ଚ୍ଚ ଯେଉଁ ଅଛି ପ୍ରୋଭାଇଡ଼ 5,000 ଟଙ୍କା ଲେଖା ମିଳିବ ପିଲାମାନଙ୍କୁ। ଆଉ ଗୋଟେ ଲାଷ୍ଟରେ ଅଛି ଯେଉଁଗୁଡ଼ାକୁ ତାଗଡ଼ା, ଯେଉଁ ବୃଦ୍ଧାବୃଦ୍ଧିମାନଙ୍କର ନିହାତି ଦରକାର, ଯେଉଁ ବାର୍ଦ୍ଧକ୍ୟ ଭତ୍ତା ହେଉଛି 3,000 ଟଙ୍କା ମିଳିବ ଏବଂ ଯେଉଁ 80 ବର୍ଷରୁ ଯେଉଁମାନେ ପାରି ଯାଇଥିବେ ସେମାନଙ୍କୁ 3,500 ଟଙ୍କା ଲେଖା ମିଳିବ। ଏହିପରି ଆପଣମାନଙ୍କୁ ଏକାଥରେ ବହୁତ ସାରା ଯୋଜନା ଆରମ୍ଭ ହେବାକୁ ଯାଉଛି। ଭତ୍ତା ଆରମ୍ଭ ହୋଇଯିବ ଆର ମାସ କତରୁ, ଯେଉଁ ମାସରେ ଆପଣମାନେ ଭତ୍ତା ପାଇଯିବେ। ସରକାର ଆସିଲା ପରେ ଭତ୍ତା ନିହାତି ଲାଗୁ ହୋଇଯିବ, ଭତ୍ତା ଆପଣମାନଙ୍କୁ ନିହାତି ମିଳିଯିବ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି, ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ ଓ ଚ୍ୟାନେଲରେ ନୂଆ ହେଇଥିଲେ ସବସ୍କ୍ରାଇବ୍ ନିହାତି କରନ୍ତୁ, ଚ୍ୟାନେଲଟିକୁ ସେୟାର କରନ୍ତୁ।